ବଡ଼ ନେତା ସବୁ ଅଛନ୍ତି ଏବେ ତାଙ୍କ ଦେଖା ଦର୍ଶନ ନାହିଁ ଦିଲ୍ଲୀରେ ଥରେ ଦି ଥର ଆସିକି ଏନ୍ଏଚ୍ ଉପରୁ ଫଟୋ ଉଠେଇକି ପଳେଇଛନ୍ତି। ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ଯାଉନାହାନ୍ତି ଏବଂ ପାଣି ଭିତରକୁ ପଶିଲେ ଯାଇ ଗାଁକୁ ଗଲେ ସିନା ଯାଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବେ, ସେତକ ମଧ୍ୟ ଠିକରେ ହେଇପାରୁନାହିଁ। ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି। ଆମେ ଆଜି ଅଛୁ ବାରସର ପଞ୍ଚାୟତ ବଙ୍ଗାଳୀ ଦପାର ମହାଳିକ ସାହିରେ। ଆମେ ଦେଖୁଥିବେ ଚାନ୍ଦବାଲି ବିଧାୟକ ଡକ୍ଟର ବ୍ୟୋମକେଶ ରାୟ ଏ ତୃତୀୟ ଥର ପାଇଁ ବନ୍ୟା ଅଞ୍ଚଳକୁ ଆସିଛନ୍ତି। ପ୍ରଶାସନ ତାଙ୍କୁ ଓଡ୍ରାଫ୍ ଟିମ୍ର ଡଙ୍ଗାଟିଏ ଦେଲାନି ଯେ ଲୋକଙ୍କ ଏଇ ଯୋଉ ବିପନ୍ନ ମାନେ ଅଛନ୍ତି ତାଙ୍କ ପାଖରେ ପହଞ୍ଚିବା ପାଇଁ। ଏଇ ଯୋଉ ଲୋକମାନେ ଆଜି ଅଛନ୍ତି ସେମାନେ ଜାଣିବା ଦରକାର ନିଜ ଖର୍ଚ୍ଚରେ ହୋଲି ଡଙ୍ଗା ଭଡା କରି ଆଣିଲେ ଏବଂ ନିଜ ଖର୍ଚ୍ଚରେ ବିସ୍କୁଟ ଆଣିଲେ, ଚୁଡା ଆଣିଲେ ଏବଂ ପାଣି ପାଉଚ ଆଣିଲେ। ନିଜ ଖର୍ଚ୍ଚରେ ବିଧାୟକ ଯେତେବେଳେ ସରକାର ଯେହେତୁ ସେ ବିରୋଧୀ ଦଳରେ ରହିଲେ, ବିରୋଧୀ ଦଳର ବିଧାୟକ ବୋଲି ତାଙ୍କୁ ସହଯୋଗ କଲେନି, କିନ୍ତୁ ସେ ଚିନ୍ତା କଲେ କେମିତି ମୁଁ ବିପନ୍ନଙ୍କ ପାଖରେ ପହଞ୍ଚିବି। ଦୁଇଥର ଯାକ ତିହିଡି ବ୍ଲକର 9ଟି ପଞ୍ଚାୟତ, ଚାନ୍ଦବାଲି ବ୍ଲକର 15ଟି ପଞ୍ଚାୟତ ସେ ଘୁରି ବୁଲୁଛନ୍ତି। ଆଜିକୁ 12 ଦିନ ହୋଇଗଲା। ଆଜି ପହଞ୍ଚିଛନ୍ତି ବଙ୍ଗାଳୀ ଦପା ଗାଁର ମହାଳିକ ସାହିରେ। ଆପଣ ମାନେ ଦେଖୁଥିବେ ଆଜି ଅଗଷ୍ଟ 7 ତାରିଖ, ତଥାପି ମଧ୍ୟ ଆମେ ଦେଖେଇ ଦେବାକୁ ଚାହିଁବୁ ପାଣି ଏ ଗାଁରେ ବୁଡିଛି। ସିଧାସଳଖ ଦେଖୁଛୁ ଆମେ ପାଣି ଏ ଗାଁରେ ବୁଡିଛି, ରାସ୍ତା ବିଚ୍ଛିନ୍ନ ରହିଛି, ଲୋକେ ଯାଇପାରୁନାହାନ୍ତି ବର୍ତ୍ତମାନ ଏ ଗାଁ ବାହାରକୁ। ଆମେ ଆଜି ବିଧାୟକଙ୍କ ପାଖରେ ଅଛୁ, ସେ ଦିନ ରାତି ଏକ କରି ବୁଲୁଛନ୍ତି ଗାଁରେ। କଣ କହିବେ? ଆମେ ଆଜି ସିଧାସଳଖ ନେଇଯାଉଛୁ ବିଧାୟକଙ୍କ ପାଖକୁ, ତାଙ୍କ ସାଙ୍ଗରେ ଲୋକ ବି ଅଛନ୍ତି। କଣ କହିବେ ବିଧାୟକ? ଦେଖନ୍ତୁ, ମୁଁ ଆଜି ବାରସର ପଞ୍ଚାୟତକୁ ଦ୍ୱିତୀୟ ଥର ପାଇଁ ଆସିଛି। ଯୋଉଦିନ ବନ୍ୟା ହେଇଥିଲା ପ୍ରଥମ ଦିନ ମୁଁ ଡଙ୍ଗାରେ ଆସିଥିଲି, କିନ୍ତୁ ଯୋଉ ଓଡ୍ରାଫର ଯୋଉ ମିଳିବା କଥା ବୋଟ ସେଟା ମିଳିପାରିଲାନି ଏବଂ ପ୍ରବଳ ବର୍ଷାରେ ଆମେ ଯୋଉ ହୋଲି ଡଙ୍ଗାରେ ଆସିଥିଲୁ ସମସ୍ତଙ୍କ ପାଇଁ ବିସ୍କୁଟ ଅନ୍ୟାନ୍ୟ ସାମଗ୍ରୀ ଆଣିକି ଆମେ ପହଞ୍ଚିଥିଲୁ ଏବଂ ଆମେ ବାରମ୍ବାର ପ୍ରଶାସନକୁ କହୁଛୁ ଯେ ତୁରନ୍ତ ଯୋଉ ଲୋକଙ୍କ ଘରେ ପାଣି ପଶିଛି, ଭାଙ୍ଗିଛି, ସେମାନଙ୍କୁ ପାଲ ଦିଆ ହଉ। ବର୍ଷା ହଉଛି ପ୍ରତ୍ୟେକ ଦିନ ଏବଂ ଇନକ୍ୱାରି କରିକି ତାଙ୍କୁ ତାଙ୍କ ଘର ଭଙ୍ଗା ଖର୍ଚ୍ଚ ଦିଆଯାଉ। କିନ୍ତୁ ସେତକ ହେଇପାରିଲା ନାହିଁ। ଟ୍ୟୁବୱେଲର ପାଣି ଦୂଷିତ ହେଇଯାଇଛି। ଆମେ କହୁଛୁ ଯେ ଟ୍ୟାଙ୍କର ଯୋଗେ ପାଣି ଦିଅନ୍ତୁ କିମ୍ବା ଟ୍ୟୁବୱେଲକୁ ବିଶୋଧନ ତୁରନ୍ତ କରନ୍ତୁ, ସେ କଥା ମଧ୍ୟ ହେଇପାରୁନାହିଁ। ସଠିକ ଭାବରେ ଯୋଉ ସରପଞ୍ଚ ମାନଙ୍କୁ ଦାୟିତ୍ୱ ଦିଆହେଇଥିଲା ଯେ ଚୁଡା ବାଣ୍ଟିବା ପାଇଁ, ସେ ମଧ୍ୟ ଠିକ ଭାବରେ ପହଞ୍ଚି ପାରିଲା ନାହିଁ। ତ ଏମିତି ଅନେକ ସମସ୍ୟା ରହିଛି ଯୋଉଟା ବର୍ତ୍ତମାନ ସୁଦ୍ଧା ବି ପୂରଣ ହେଇପାରୁନାହିଁ। ଗୋଖାଦ୍ୟ ଆଜ୍ଞା, ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଅପରେସନ ସରକାର କରିପାରିଲେ ନାହିଁ। ସୁଟ ବୁଟ ପିନ୍ଧି, ଯାହାକୁ କୁହନ୍ତି କୋଟ ପିନ୍ଧିକି ନେତା ଆସିଲେ ବନ୍ୟାଞ୍ଚଳକୁ, କିନ୍ତୁ ଆପଣ ବୁଲୁଥାନ୍ତି ବନ୍ୟାଞ୍ଚଳରେ ଡଙ୍ଗାରେ, ନେତା ବୁଲୁଥାନ୍ତି ସଡକରେ ଗାଡିରେ। କଣ କହିବେ ଆପଣ? ଦେଖନ୍ତୁ, ଯୋଉ ବଡ ବଡ ନେତା ସବୁ ଅଛନ୍ତି ଏବେ ତାଙ୍କ ଦେଖା ଦର୍ଶନ ନାହିଁ ଦିଲ୍ଲୀରେ ଥରେ ଦି ଥର ଆସିକି ଏନ୍ଏଚ୍ ଉପରୁ ଫଟୋ ଉଠେଇକି ପଳେଇଛନ୍ତି। ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି, ଯାଉନାହାନ୍ତି ଏବଂ ପାଣି ଭିତରକୁ ପଶିଲେ ଯାଇ ଗାଁକୁ ଗଲେ ସିନା ଯାଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବେ, ସେତକ ମଧ୍ୟ ଠିକରେ ହେଇପାରୁନାହିଁ। ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛି। ଯେହେତୁ ଆମର 15ଟି ପାଖାପାଖି ପଞ୍ଚାୟତ ପାଣି ଘେରରେ ଅଛି, ତ ମତେ ଟାଇମ ଲାଗୁଛି ସବୁ ଗାଁ ବୁଲିକି ଦେଖିବା ପାଇଁ ଏବଂ ପ୍ରଶାସନକୁ ସାଙ୍ଗେ ସାଙ୍ଗେ ଆମେ ଯୋଉଠି ଅସୁବିଧା ହେଇଛି ପ୍ରଶାସନକୁ ଜଣାଉଛୁ ଯେ ସାଧାରଣ ଲୋକଙ୍କ ପାଇଁ ତୁରନ୍ତ ଆଟଲିଷ୍ଟ ବର୍ତ୍ତମାନ ଘର ଇନକ୍ୱାରି ମଧ୍ୟ ଆର୍ଆଇ ଗାଁକୁ ପହଞ୍ଚିନି, ଇନକ୍ୱାରି ହେଇନି କି ପଲିଥିନ ଦିଆହେଇନି। ୟାଠୁ ବଡ ଅବ୍ୟବସ୍ଥା କେବେ ବି ହେଇନଥିଲା। ତାପରେ ସବୁବେଳେ ଚାନ୍ଦବାଲିରେ ଆମେ ଦେଖିଛୁ ଓଡିଶା ସାରା ଯେତେବେଳେ ବନ୍ୟା ବାତ୍ୟା ହୁଏ ଗଭର୍ଣ୍ଣମେଣ୍ଟ ପ୍ରୋକ୍ୟୁରମେଣ୍ଟ ଚୁଡା କରିକି ଦିଏ। ତ ପ୍ରଥମ ଥର ପାଇଁ ସରପଞ୍ଚ ମାନଙ୍କୁ କହିଲେ ଚୁଡା କିଣିକି ତମେ ଦିଅ। ଯୋଉ ସରପଞ୍ଚ ପାଇଲେ, ଯାହାର ପଇସା ଅଛି ସେ ଦେଲେ, ଯାହାର ଗରିବ ଲୋକ ସରପଞ୍ଚ ସେ ଦେଇପାରିଲେ ନାହିଁ। ତ ଚୁଡାର ଗୋଟେ ଅଭାବୀ ବିକ୍ରି ବର୍ତ୍ତମାନ ସାରା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ। ତେଣୁ ନା ଠିକ ସମୟରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିଲା, ନା ଠିକ ସମୟରେ ରନ୍ଧା ଖାଦ୍ୟ ପହଞ୍ଚି ପାରିଲା, ନା ରିଲିଫ ସରକାର ଘୋଷଣା କଲେ ନାହିଁ। 5 ଦିନ 7 ଦିନିଆ ରିଲିଫ ଡିକ୍ଲେୟାର କରିବା କଥା, ଯୋଉଥିରେ କି ଯୋଉମାନେ ଗରିବ ଲୋକମାନେ ବଞ୍ଚି ଯାଇଥାନ୍ତେ, ସରକାର ରିଲିଫ ମଧ୍ୟ ଘୋଷଣା କଲେ ନାହିଁ। ଏବଂ ଯୋଉ ଘର ଭଙ୍ଗା ପଇସା ଦବା କଥା କହୁଛନ୍ତି ତାକୁ ଇନକ୍ୱାରି ପ୍ରପରଲି ହଉନାହିଁ, ପାଲ ମଧ୍ୟ ଦିଆଯାଉନାହିଁ। ତ ଏଇଭଳି ଅବ୍ୟବସ୍ଥା ଲାଗିକି ରହିଲେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ମୁଁ ଅନୁରୋଧ କରିବି
ଯେ ରାଜ୍ୟ ସରକାରଙ୍କୁ ତୁରନ୍ତ ଆ ଉପରେ ଦୃଷ୍ଟି ଦେଇକି ପଦକ୍ଷେପ ନେବା ପାଇଁ। राज्य सरकार तुरंत विपन्न मानक कथा बुझंतु। विधायक महाशय सह ए ग्रामवासी आम जो रही कौन कहे आपण ए गाँव बासिंदा आपण वर्तमान जो सामग्री सब मिलूची किंतु साधारण लोकों पाखरे जो माने बन्या विपन्न अंचल रचंती सेमानक पाखरे पहुंची पारुनी। प्रशासन जो मानक बड़ हाथ देखी कला हाथ देखी दउचंती सेमाने ताको आत्मसात करूचंती किंतु कौनसी विपन्न पाखरे या पर्यंत रिलीफ सामग्री पहुंचने मात्र पहुंची 150 रु 200 ग्राम चूड़ा। कहे जो विधायक दुई थर आसिले ए गाँ को बन्यांचल बिल बाड़ी रे बुली हुली डंगारे आज आसी चाली चाली पुणी पानी रे बाइक रे बुलुचंती द्वार द्वार बुलुचंती घर को घर बुलुचंती कौन कहिबे आपण हमर प्रिय विधायक चांद्राले बन्या रे बुलुचंती भुटुभुट रे हुली डंगारे एवं सबु पंचायत निर्वाचन में बुलुचंती बन्या भितर एवं दुख एवं परितापर विषय शासक दल नेता माने जे बन्या छाड़ी सारला परे खूब रंगारंग परिवेशर अति स्टाइल करी जे कि गाड़ी रे गले एवं नामु मात्र जगह दे रंधा करी खड़िगा मारी जेमिति भाव प्रस्तुति कर पूर्व प्रस्तुति एठी आम जीवु एठी तुम रांध एवं केवल लोक देखाणिया सब बड़ कथा हूँ बारसर गोविंदपुर पंचायत जे कि मैक्सिमम हरिजन लोक अच्छा जो मैंने पाखरे रिलीफ सामग्री पहुंच पार ना आ दुख एवं परितापर विषय जो पाल दि जाए संपूर्ण दलीय भित्तिर एवं दलर नेता को दि जाए चिठारे एवं जो माने शासक दल लोक से गोटे परिवार को 3टी 4टी पाल दिया बेले जो माने शासक दल नुहति विरोधी अच्छा से पाल दि जाए आम एक कथा आपण मध्यम कहूँ वास्तविक तदंत करा जाऊ ये थर जो बन्या एक कथा गोटे अति अभावन कथा एवं मानविक मूल्यहीन कमी जाइए शासक दल रिलीफ बंटन हम ये कथा आम देखिनु जो माने प्रशासन जो अधिकारी अच्छा से बन्या को आसुना रिलीफ बांटिया को आसुना नियम दृष्टि प्रशासनिक अधिकारी रिलीफ बांटा कथा किंतु देखा ना एवं ब्लॉट को सरकारी ब्लॉट माने जे कि शासक दल कर्मी माने ही केवल नहीं बांटुले ये प्रकार कथा मु अंतत पक्षे 30-40 पूर्व महिला मान को जी माँ मान पाखक माँ माने किछि पाइलेनी जो आसिले नेता माने कोट पिंधिकी आज विधायक आसी आपण मान को देखा करिया को आपण को बिल पाखरु पळि जाइथिले बोट रे डंगा रे जाइथिले पुणी तांको मन गुडी हेला आछंती कोन कहिबे कौन कहे मु सामान सही विचार करिया हम पाए दे करिया हमको कोन मिले ना हमको तो किछि मिलने पाल फल भी देई नांती कोन माउसी कोन घर भंगा जहाँ पहुंची आत्मसात करा जायछि एवं जो माने बन्या विपन्न रे अछंती सेमान बार किछि पहुंचे नै जो बार रोषेई सामग्री आछि तांको दलीय व्यक्तिगत दलीय भाव रे सेमान को रोषेई करी तांको घरे ही मटन करा जायछि ताले आपण कहउचंती तुरंत पालो दिया जाऊ हां पालो दरकार पालो हां पालो दरकार तिहिडी ब्लॉक रो बारसर पंचायत सालंदी नदी कूल रे आमे अछो